ଝିଅକୁ ସାଙ୍ଗରେ ନେଇ ପୁରୀ ଯାଇଥିଲା ବୁଢ଼ୀମା। ଆଉ ସେଠାରେ ଜଗନ୍ନାଥଙ୍କ ସୁନାବେଶ ଦେଖି ଫେରୁଥିବା ବେଳେ ଭିଡ଼ ଭିତରେ ହଠାତ୍ ହାତ ଛାଡ଼ି ଦେଇଥିଲା କଥା କହିପାରୁନଥିବା ଝିଅଟି। ଆଉ ତାପରେ ଦେଖୁ ଦେଖୁ ବଦଳିଗଲା ଜୀବନର ମୋଡ଼। ଇଏ 6 ବର୍ଷ ତଳର କଥା। ତା ଭିତରେ ସମୟ ବିତି ଯାଇଛି ଝିଅକୁ ଖୋଜାଖୋଜି କରିବାରେ। ଘର ଲୋକ ଆଶା ଛାଡ଼ି ନାହାନ୍ତି। ତଥାପି ଏବେ ପରିଣତ ବୟସରେ ନିରାଶ୍ରୟା ମା ନିଜର ହଜିଲା ଝିଅକୁ ଖୋଜି ଖୋଜି ନିରାଶ ହୋଇ ସବୁଦିନ ଲୁହ ଗଡ଼ାଇ କାନ୍ଦୁଛି। ଭଦ୍ରକ ସହରାଞ୍ଚଳ ଅଧୀନସ୍ଥ ଚରମ୍ପା ବରାଳ ପୋଖରୀ ଗାଁ। ଏହି ଗାଁର ନିରାଶ୍ରୟା ବୃଦ୍ଧା ଅନ୍ନପୂର୍ଣ୍ଣା ଧଡ଼ା। ବୟସ 65 ବର୍ଷ। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ପରିବାର କହିଲେ ନିଜର ଏକମାତ୍ର ଝିଅ କମଳିନୀ, ଯିଏକି କଥା କହିପାରେନି, ତା ସହ ମାନସିକ ରୂପେ ଟିକେ ଦୁର୍ବଳ, ଯାହାକୁ ନେଇ ଦୁଃଖ କଷ୍ଟରେ ଚଳୁଥିଲେ ଅନ୍ନପୂର୍ଣ୍ଣା। ତେବେ 6 ବର୍ଷ ତଳେ ନିଜ 40 ବର୍ଷର ଝିଅକୁ ଜଗନ୍ନାଥଙ୍କ ସୁନାବେଶ ଦର୍ଶନ କରାଇବା ପାଇଁ ମନ ବଳାଇଲେ। ଆଶା ରଖିଥିଲେ ଝିଅକୁ ଜଗା ଦର୍ଶନ କରାଇଲେ କାଳେ ତା ପାଟି ଖୋଲିଯିବ କି। ମନରେ ଏକଥା ଚିନ୍ତା କରିଥିଲେ। ତେଣୁ ସେ ଗାଁରୁ ୟାକୁ ତାକୁ ମାଗି କିଛି ଟଙ୍କା ନେଇ ପୁରୀ ଯାଇଥିଲେ ଝିଅକୁ ନେଇ। ଆଉ ପୁରୀରେ ପହଞ୍ଚି ବଡ଼ ଠାକୁରଙ୍କ ସୁନାବେଶ ଦେଖି ଖୁସି ହେଲେ। ମା ଝିଅ ହାତ ଧରାଧରି ହୋଇ ଭିଡ଼ ଭିତରେ ଫେରୁଥିଲେ। ଏଇଠି ଯେମିତି ମାୟା କଲେ ଠାକୁର। ଭିଡ଼ ଭିତରେ ହଠାତ୍ ତାଙ୍କ ହାତ ଛାଡ଼ି ଦେଇଥିଲା ଝିଅ କମଳିନୀ। ତା ଭିତରେ ଯେତେ ଖୋଜିଲେ ଆଉ ପାଇଲେନି କମଳିନୀକୁ। ବୁଢ଼ୀ ମା ପୁରୀରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା, କିନ୍ତୁ ଝିଅ ପତା ପାଇପାରିଲାନି। ପରେ ଗାଁକୁ ଫେରିବାକୁ ବାଧ୍ୟ ହେଲେ। ପୁଣି ମଝିରେ ମଝିରେ ଗାଁ ଲୋକଙ୍କ ସହାୟତାରେ ପୁରୀ ଯାଇ ଝିଅକୁ ଖୋଜିଥିଲେ ଏହି ବୃଦ୍ଧା ମା ଜଣକ। ହେଲେ ବୟସ ଆହୁରି ବଢ଼ିଲା ଓ ମନ ବି ଭାଙ୍ଗିଗଲା। ଆଉ ଯାଇପାରୁନାହାନ୍ତି। ଝିଅ କଥା ଚିନ୍ତା କରି କରି ବୁଢ଼ୀ ମାଟି ଖାଲି କାନ୍ଦିବା ଛଡ଼ା ତା ପାଖରେ ଆଉ କିଛି ଉପାୟ ନାହିଁ। ଏବେ ଗୋଡ଼ ହାତ ପଡ଼ିଗଲାଣି। ଠିକ୍ ଭାବେ ଚାଲି ମଧ୍ୟ ପାରୁନାହାନ୍ତି। ସାହାରା ବୋଲି କେହି ନାହିଁ। ତା ଉପରେ ପୁଣି ଭଗବାନ ଏମିତି ଦୁଃଖ ଦେଇଛନ୍ତି ଯେ ଚଳିବା ପାଇଁ କଷ୍ଟ କରିବାକୁ ପଡ଼ୁଛି। ସରକାରଙ୍କ ଭତ୍ତା ଓ ଚାଉଳ ଗଣ୍ଡାକ ହିଁ ସାହାରା ହୋଇଛି। ବୁଢ଼ୀ ମାର ଏପରି ମାନସିକ ଓ ଶାରୀରିକ ଅବସ୍ଥା ଦେଖି ସମ୍ପର୍କୀୟମାନେ ପ୍ରତିଦିନ କିଛି ଖାଇବାକୁ ଦେଉଛନ୍ତି ସତ, କିନ୍ତୁ ନିଜ ଝିଅ କଥା ଭାବି ଭାବି ବୁଢ଼ୀ ମା ଦିନକୁ ଦିନ ଆହୁରି ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେଣି। ତେବେ ଝିଅର ନିଖୋଜ ସମ୍ପର୍କରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି ଓ ତାର ଫଟୋ ମଧ୍ୟ ଦିଆଯାଇଛି, କିନ୍ତୁ ଏଯାଏଁ କିଛି ଖୋଜ ଖବର ମିଳିନାହିଁ। ମୋ ଝିଅ ପୁରୀ କି ଯାଇଥିନି। ପୁରୀ କତରୁ ସେ କଲେଜ ଛକର ହଜିଗଲା। କେବେ ଯାଇଥିଲ? ସୁନାବେଶ 6 ବର୍ଷ ହେଲା। ଜାଣିଲ କେମିତି ଝିଅ ପଳେଇଛି ବୋଲି? ମୁଁ ଜାଣିନି, ମୁଁ ଖୋଜିନି ପାଇନି ପା। କୋଉଠି ପଳେଇଲା ସେ କଲେଜ ଛକ ପାଖର ଗଲା। କେତେ ବର୍ଷ ହେଲାଣି? 6 ବର୍ଷ ହେଲାଣି। ପାଉନ? ଥାନାରେ ଏଫଆଇଆର ଦେଲନି ନା? ହଁ। କୋଉ ଥାନା ଏଫଆଇଆର ଦେଇଥିଲ? ସିଂହଦ୍ୱାର ଥାନା। ତାପରେ ମାଟିଆପଡ଼ା ଥାନାକୁ ଗନି, ତାପରେ ସମୁଦ୍ର କୂଳ ଥାନାକୁ ଗନି, ଟାଉନ ଥାନାକୁ ଗନି। ଜମା ପାଉନ? ଏବେ ବି ଖୋଜୁଛ? ହଁ, ଏବେ ଖୋଜୁଛୁ। ଝିଅ ମନେ ପଡୁଛି? ହଁ, ମନେ ପଡୁଛି। ମାଉସୀଙ୍କ ଝିଅ ତ 6 ବର୍ଷ ହେଲାଣି ହଜିଲାଣି। ଆମେ କିନ୍ତୁ 4-5 ଦିନ ଜାଣିଲୁ ଯେ ମାଉସୀ ଖବର ଦେଲା ପରେ ମାଉସୀ ଆସିକି କହିଲେ। ମୋ ତ ବହୁତ କାନ୍ଦିଲି ମଧ୍ୟ। ତ ଆମେ ତ କିଛି ଆଉ କରିପାରିବୁ ନା। ଆମେ ଯାହା କରିବୁ ଏଇ ପ୍ରସାରଣ କରିବା ଦ୍ୱାରା କରିପାରିବୁ। ଯାହା ହଉ ଗଣମାଧ୍ୟମ ଖବର ଦେଲା ପରେ ସବୁ ଗଣମାଧ୍ୟମ ଭାଇମାନେ ଆସିକି ପହଞ୍ଚୁଛନ୍ତି, ତାଙ୍କର ଖବର ପ୍ରସାରଣ କରୁଛନ୍ତି। ମୋର ସମସ୍ତିଙ୍କ ଅନୁରୋଧ, ପ୍ରଶାସନ ଯଦି ତାର ଆଜିକି 65 ବର୍ଷରୁ ଉର୍ଦ୍ଧ୍ୱ ହବ ବୁଢ଼ୀ ମାଟି, ଏକଲା ଚଳୁଛି, ତା ପାଖରେ କେହି ନାହାନ୍ତି। ଯଦି ପ୍ରଶାସନ ଚେଷ୍ଟା କରିବ ତାର ଝିଅଟିକି ପାଖକୁ ଖୋଜି ଆଣିବ ତ ବହୁତ
ଭଲ କାମଟେ କରାଯିବ। ତାଙ୍କ ଝିଅ ପାଗଳି ଟିକେ ଥିଲା, ପାଟି ଖୋଲୁଥିଲାନି, ଖାଇତେ ମାଗିବନି ପିଇତେ ମାଗିବନି, ଯୋଉଠି ବସିଥିବ ଆମେ ଖାଇତେ ଦେଲେ ଖାଇବ। ଆଉ ତ ସେ ଯାଇଥିଲେ ରଥକୁ, ସେ ଝିଅକୁ ହଜେଇ ଦେଇକି ଆଇଲା କାନ୍ଦି କାନ୍ଦିକା, ଆସିକି ତ ପଡ଼ିକି ଗୁଡ଼ ହାତ ଭାଙ୍ଗି ଯାଇଛି। ଆଉ ମଗ ତ ରହିଛି, ମୁଁ କୋଉଠି ଧରିକି ଦଉଛି। କେତେ ବର୍ଷ ହେଲାଣି? ଆମେ ହିସାବରେ 8 ବର୍ଷ, ସିଏ କହୁଛି ନା 6 ବର୍ଷ। ସତରେ କାଳିଆର ଏ କି ଲୀଳା! ଜଣେ ବୁଢ଼ୀ ମା ଠାରୁ ତାର ମାନସିକ ଭିନ୍ନକ୍ଷମ ଝିଅଟିକୁ ଅଲଗା କରିଦେଲା, ପୁଣି ବଡ଼ଦାଣ୍ଡରେ। ତେବେ ଏଭଳି ଏକ ପରିସ୍ଥିତିରେ ବୁଢ଼ୀ ମାର ଦୁଃଖ ଦେଖି ସହି ହେଉନି। କେଉଁଠି ଏବେ ତା ଝିଅ? କେମିତି ମିଳିବ ତା ଠିକଣା? ଏଇ ବୁଢ଼ୀ ମାଟିକୁ ଯଦି ଟିକେ ସହଯୋଗ କରିବା, ତେବେ ହୁଏତ ତା ଝିଅ ମିଳିଯାଇପାରେ। ହେଲେ ଶେଷ ଭରସା ସେଇ କପଟିଆ କାଳିଆ। ସେ ଚାହିଁଲେ ସବୁ ହୋଇପାରିବ। ଭଦ୍ରକରୁ ନରେନ୍ଦ୍ର କୁମାର ସାମଲଙ୍କ ରିପୋର୍ଟ, କେ ନ୍ୟୁଜ ଓଡ଼ିଶା।